ଚାକିରି ପରେ ପେନସନ୍ କେତେ ମିଳିବ? ବର୍ତ୍ତମାନ ଦରମା ଅନୁସାରେ ଟେକ୍ନିକ୍ ଗଣିତ ବୁଝନ୍ତୁ। ତେଣୁ ଆସନ୍ତୁ ଆଜି ଆମେ ଏହି ବିଷୟରେ ଜାଣିବା। ଯଦି ଆପଣ ଜଣେ ଏମ୍ପ୍ଲୟି ଆଉ ଆପଣଙ୍କର ପ୍ରତି ମାସରେ ପିଏଫ୍ ପେନସନ୍ ପଇସା କଟୁଛି, ତେବେ ଆସନ୍ତୁ ଆଜି ଆମେ ଜାଣିବା ଚାକିରି ପରେ ପେନସନ୍ ଆପଣମାନଙ୍କୁ କେତେ ମିଳିବ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଅବସର ପରେ ଖୁସି ରହିବା ପାଇଁ କର୍ମଚାରୀମାନେ କିଛି ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି। ଏହି ଆବଶ୍ୟକତା ପୂରଣ କରିବା ପାଇଁ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ PPF ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ EPFO ଦ୍ୱାରା ପରିଚାଳିତ। ଏହି ଯୋଜନାରେ ଜଣେ ବର୍ଷକୁ 500ରୁ 1.5 ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ। ବର୍ତ୍ତମାନ ଏହି ଯୋଜନା 8.25% ସୁଧ ମିଳୁଛି। ନିକଟରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର PF ଆକାଉଣ୍ଟଧାରୀ ATMରୁ ବି ଟଙ୍କା ଉଠାଇ ପାରିବେ। PFର 75% ଟଙ୍କା ଉଠାଇ ପାରିବେ ଆକାଉଣ୍ଟଧାରୀ। କେବଳ ସେତିକି ନୁହେଁ, UPI ମାଧ୍ୟମରେ ମଧ୍ୟ ଟଙ୍କା ଟ୍ରାନ୍ସଫର କରିପାରିବେ। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ EPF ମୁଖ୍ୟତଃ କର୍ମଚାରୀଙ୍କ ପାଇଁ ହୋଇଥିବା ବେଳେ ପବ୍ଲିକ୍ ପ୍ରୋଭିଡେଣ୍ଟ ପାଣ୍ଠି ଯୋଜନା ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି। ପବ୍ଲିକ୍ ପ୍ରୋଭିଡେଣ୍ଟ ପାଣ୍ଠି 15 ବର୍ଷରେ ମ୍ୟାଚ୍ୟୁରିଟି ହୁଏ। ଜଣେ ବ୍ୟକ୍ତି 60 ବର୍ଷ ଚାକିରି କରିବା ପରେ ଅବସର ନେଲେ ପରେ କେତେ ପେନସନ୍ ମିଳିବ, କ'ଣ ରହିଛି ନିୟମ, ଜାଣନ୍ତୁ ସବୁକିଛି। ଦରମାରେ 12% ସଞ୍ଚୟ। ଭାରତର ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ପାଖରେ PF ଆକାଉଣ୍ଟ ରହିଛି। ଉଭୟ କମ୍ପାନୀ ଏବଂ କର୍ମଚାରୀ PF ଆକାଉଣ୍ଟରେ ଜମା କରନ୍ତି। PF ଆକାଉଣ୍ଟଧାରୀଙ୍କ ବେତନର 12% ଆକାଉଣ୍ଟରେ ଜମା ହୁଏ। କମ୍ପାନୀ ମଧ୍ୟ ସମାନ ପରିମାଣରେ ରାଶି ଜମା କରିଥାଏ। ଏଥିମଧ୍ୟରୁ 8.33% ପେନସନ୍ ପାଣ୍ଠିକୁ ଏବଂ 3.67% PF ଆକାଉଣ୍ଟକୁ ଯାଉଛି। EPFO ନିୟମ: ଯଦି ଜଣେ PF ଆକାଉଣ୍ଟ ଧାରକ 60 ବର୍ଷ କାମ କରନ୍ତି, ତେବେ ସେ କେତେ ପେନସନ୍ ପାଇବେ? ଏହାକୁ ନେଇ ଅନେକ ଲୋକଙ୍କ ମନରେ ସନ୍ଦେହ ଅଛି। EPFO ନିୟମ ଅନୁଯାୟୀ ଯଦି ଜଣେ 10 ବର୍ଷ ପାଇଁ ଏକ PF ଆକାଉଣ୍ଟରେ ବିନିଯୋଗ କରନ୍ତି, ତେବେ ସେ ପେନସନ୍ ପାଇଁ ଯୋଗ୍ୟ ହେବେ। 50 ବର୍ଷ ପରେ ପେନସନ୍ ପାଇଁ କ୍ଲେମ୍ କରିପାରିବେ। କିନ୍ତୁ ଯଦି ଜଣେ ବ୍ୟକ୍ତି 58 ବର୍ଷ ବୟସ ପୂର୍ବରୁ ପେନସନ୍ କ୍ଲେମ୍ କରନ୍ତି, ତେବେ ପ୍ରତି ବର୍ଷ 4% ରିହାତି ମିଳିବ। ଏହାର ଅର୍ଥ ଯଦି କେହି 54 ବର୍ଷ ବୟସରେ ପେନସନ୍ କ୍ଲେମ୍ କରନ୍ତି, ତେବେ 16% ରିହାତି ମିଳିବ। 58 ବର୍ଷ ପରେ ଯଦି କୌଣସି ପେନସନ୍ କ୍ଲେମ୍ କରାଯାଏ ନାହିଁ, ତେବେ 60 ବର୍ଷ ବୟସରେ ଆପଣ ପ୍ରତିବର୍ଷ 4% ବୃଦ୍ଧି ସହିତ 8% ଅଧିକ ପେନସନ୍ ପାଇବେ। EPFର ନିୟମ ଅନୁଯାୟୀ ଯେଉଁମାନଙ୍କର ବେତନ 15,000 ଅଛି, ସେମାନେ ପେନସନ୍ ଆକାଉଣ୍ଟରେ ଜମା କରିପାରିବେ। ଏହାର ଅର୍ଥ ପ୍ରତ୍ୟେକ ମାସରେ 15,000 × 5.33/100 1250 କେବଳ ଆପଣଙ୍କର PF ପେନସନ୍ ପାଣ୍ଠିରେ ଜମା ହୋଇପାରିବ। 60 ବର୍ଷ ପରେ କେତେ ପେନସନ୍ ମିଳିବ? ଯଦି ଜଣେ ବ୍ୟକ୍ତି 23 ବର୍ଷ ବୟସରେ କାମ କରିବା ଆରମ୍ଭ କରନ୍ତି ଏବଂ 58 ବର୍ଷ ବୟସରେ ଅବସର ନିଅନ୍ତି, ତେବେ ଆପଣ ସମୁଦାୟ 35 ବର୍ଷ କାର୍ଯ୍ୟ କରିଛନ୍ତି। EPFରେ ପୁରୁଣା ପେନସନ୍ ସ୍କିମ୍ ଅନୁଯାୟୀ ସର୍ବାଧିକ ପେନସନ୍ ଯୋଗ୍ୟ ବେତନ 15,000 ଟଙ୍କା ଥିଲା। ପେନସନ୍ କିପରି ଗଣନା କରାଯାଏ? ମାସିକ ପେନସନ୍ ହାରାହାରି ପେନସନ୍ ଯୋଗ୍ୟ ଦରମା ଇଣ୍ଟୁ କାମ କରିଥିବା ବର୍ଷ ହରଣ 70। ଏହାର ଅର୍ଥ 15,000 ଗୁଣନ 35 ହରଣ 70 ସମାନ 7,500 ଟଙ୍କା ପେନସନ୍। ଅନ୍ୟପଟେ ଯଦି ଆପଣ 60 ବର୍ଷ ବୟସ ପର୍ଯ୍ୟନ୍ତ ଆପଣଙ୍କର ପେନସନ୍ କ୍ଲେମ୍ ଦାବି କରନ୍ତି ନାହିଁ, ତେବେ ଆପଣଙ୍କର ପେନସନ୍ 8% ବୃଦ୍ଧି ପାଇବ। 2 ବର୍ଷ ପାଇଁ ବାର୍ଷିକ 4%। ବର୍ଦ୍ଧିତ ପେନସନ୍ 7,500 ପ୍ଲସ୍ 8% ସମାନ 7,500 ପ୍ଲସ୍ 600 ସମାନ 8,100 ଟଙ୍କା ପେନସନ୍ ପାଇବେ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।
ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।